नमस्कार जय जगन्नाथ जय माता ମୁଁ ବିକି ଆପଣଙ୍କୁ ସ୍ୱାଗତ କରୁଛି ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ଓଡ଼ିଆ ଟେକ୍ ଅପଡେଟ୍ସକୁ। ଆଜି 5 ନଭେମ୍ବର 2025 ବୁଧବାର। ଆଜି ଦିନଭର ଅନେକ ଗୁରୁତ୍ୱପୂର୍ଣ୍ଣ ଖବରଗୁଡ଼ିକ ରହିଛି, ଚାଲନ୍ତୁ ତାଙ୍କ ଉପରେ ନଜର ପକାଇବା। ଭିଡ଼ିଓଟି ଆରମ୍ଭ କରିବା ପୂର୍ବରୁ ସେ ଗୋଟିଏ ଅନୁରୋଧ, ଯଦି ଆପଣ ପ୍ରଥମ ଥର ପାଇଁ ଆମ ଚ୍ୟାନେଲକୁ ଆସିଥାନ୍ତି ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଲାଇକ୍ କରିବାକୁ ଭୁଲିବେନି। ନମ୍ବର 1, ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, ସମୀକ୍ଷା କଲେ ଜିଲ୍ଲାପାଳ। ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରା ଆୟୋଜନ ବିବାଦରେ ହସ୍ତକ୍ଷେପ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉପର ବାଲିଯାତ୍ରା ପଡ଼ିଆରେ ଯଥାବିଧି ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଉପର ବାଲିଯାତ୍ରା ପଡ଼ିଆକୁ ଆୟୋଜନରୁ ବାଦ ଦେଇଥିଲା ପ୍ରଶାସନ। ତେବେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ସମୀକ୍ଷା କଲେ ଜିଲ୍ଲାପାଳ। ସମୀକ୍ଷା ପରେ ଉପର ପଡ଼ିଆରେ ପୂର୍ଣ୍ଣାଙ୍ଗ ଆୟୋଜନ ପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି। କଟକ ଜିଲ୍ଲା ପ୍ରଶାସନ ଉପର ବାଲିଯାତ୍ରା ପଡ଼ିଆକୁ ଆୟୋଜନରୁ ବାଦ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଉପର ବାଲିଯାତ୍ରା ପଡ଼ିଆ ପ୍ରସ୍ତୁତି ସମୀକ୍ଷା କଲେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ତହସିଲଦାର ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ। ସମୀକ୍ଷା ପରେ ଉପର ପଡ଼ିଆରେ ପୂର୍ଣ୍ଣାଙ୍ଗ ଆୟୋଜନ ପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି। ସେପଟେ ପ୍ରଶାସନ ଏତେ ବିଳମ୍ବରେ ନିଷ୍ପତ୍ତି ନେଇଥିବାରୁ ବ୍ୟବସାୟୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବୁଧବାର ଠାରୁ ବାଲିଯାତ୍ରା ଆରମ୍ଭ ହେଉଥିବା ବେଳେ ଉପର ପଡ଼ିଆରେ ପୂର୍ଣ୍ଣାଙ୍ଗ ଆୟୋଜନ କିଭଳି ସମ୍ଭବ ହେବ ସେ ନେଇ ବ୍ୟବସାୟୀମାନେ ପ୍ରଶ୍ନ କରିଛନ୍ତି। ନମ୍ବର 2, କାର୍ଯ୍ୟକାରୀ ହେବନି ପୁରୁଣା ପେନ୍ସନ୍ ଯୋଜନା। ସାରା ଦେଶରେ ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ପୁରୁଣା ପେନ୍ସନ୍ ଯୋଜନା ବା ଓପିଏସ୍ ପୁନଃସ୍ଥାପନ ପାଇଁ ଦୀର୍ଘ ଦିନ ଧରି ଦାବି କରି ଆସୁଛନ୍ତି। ହେଲେ କେନ୍ଦ୍ର ସରକାରଙ୍କ ସଦ୍ୟତମ ଅଭିମୁଖ୍ୟ ଏହି ଆଶାକୁ ଶେଷ କରୁଥିବା ପରି ମନେ ହେଉଛି। ସରକାର ସ୍ପଷ୍ଟ କହିଛନ୍ତି ଯେ ଓପିଏସ୍ ଯୁଗ ଆଉ ଫେରିବ ନାହିଁ, କିନ୍ତୁ ନୂତନ ପେନ୍ସନ୍ ଯୋଜନା ଏନ୍ପିଏସ୍ ଏବଂ ଏକୀକୃତ ପେନ୍ସନ୍ ଯୋଜନା ୟୁପିଏସ୍ ଆଗକୁ ବଢ଼ିବାର ଯୋଜନା ରହିଛି। 21 ବର୍ଷ ପରେ କର୍ମଚାରୀଙ୍କ ଚାହିଦା ବୃଦ୍ଧି ପାଇବା ମଧ୍ୟରେ କେନ୍ଦ୍ର ସରକାର ଏକ ନୂତନ ୟୁପିଏସ୍ ଯୋଜନା କାର୍ଯ୍ୟକାରୀ କରିଛନ୍ତି, ଯାହା ଏନ୍ପିଏସ୍ ଏବଂ ଓପିଏସ୍ ଉଭୟ ବୈଶିଷ୍ଟ୍ୟଗୁଡ଼ିକ ମିଶ୍ରଣ କରିଥାଏ। ଏହା ଏପ୍ରିଲ 1, 2025ରୁ ଲାଗୁ ହେବ। ୟୁପିଏସ୍ରେ ଅବଦାନ ବାଧ୍ୟତାମୂଳକ ହେବ, କିନ୍ତୁ ସର୍ବନିମ୍ନ ପେନ୍ସନ୍ ଗ୍ୟାରେଣ୍ଟି ମଧ୍ୟ ପ୍ରଦାନ କରାଯିବ। ନମ୍ବର 3, ଇଂରାଜୀ ନ ଜାଣିଲେ ଚାକିରି ମନା, 7,000ରୁ ଅଧିକ ଟ୍ରକ୍ ଡ୍ରାଇଭର ନିଲମ୍ବିତ। ଆମେରିକାରେ ଇଂରାଜୀ ଭାଷା ଦକ୍ଷତା ପରୀକ୍ଷାରେ ଫେଲ୍ ହେବା ପରେ 7,000ରୁ ଅଧିକ ଟ୍ରକ୍ ଡ୍ରାଇଭରଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ବାତିଲ ହୋଇଛି ସେମାନଙ୍କର ଲାଇସେନ୍ସ। ଏହି କଟକଣା ଯୋଗୁଁ ଭାରତୀୟ ବଂଶୋଦ୍ଭବ ଡ୍ରାଇଭରମାନେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। କିଛି ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଟ୍ରମ୍ପ ପ୍ରଶାସନ 2016ରେ ନିୟମକୁ ପରିବର୍ତ୍ତନ କରିଛି। ଟ୍ରକ୍ ଡ୍ରାଇଭରଙ୍କ ପାଇଁ ରାସ୍ତାରେ ଟ୍ରାଫିକ୍ ସଂକେତ ପଢ଼ିବା ଏବଂ ସାଧାରଣ ଲୋକଙ୍କ ସହ ଯୋଗାଯୋଗ ପାଇଁ ଇଂରାଜୀ କହିବା ବୁଝିବା ଅତ୍ୟନ୍ତ ଜରୁରୀ ବୋଲି ସ୍ପଷ୍ଟ କରାଯାଇଛି। 2016 ମସିହାରେ ଓବାମା ପ୍ରଶାସନ ସମୟରେ ନିୟମ ଥିଲା ଯେ ନିରୀକ୍ଷକମାନେ କେବଳ ଭାଷା ଆଧାରରେ ଡ୍ରାଇଭରଙ୍କୁ ବହିଷ୍କାର କରିପାରିବେ ନାହିଁ, କିନ୍ତୁ ପରେ ଟ୍ରମ୍ପ ପ୍ରଶାସନ ଏହି ନିୟମକୁ ପ୍ରତ୍ୟାହାର କରିଛନ୍ତି। ନମ୍ବର 4, ବିଜେଡିକୁ ଟାର୍ଗେଟ କଲେ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ। 24 ବର୍ଷ ଧରି ବିଜେଡି ପାଇଁ କାମ କରିଥିବା ରାଜେନ୍ଦ୍ର ଢୋଲକିଆଙ୍କୁ ଦଳ ଉଚିତ ସମ୍ମାନ ଦେଇନାହିଁ। ତାଙ୍କ ଜୀବନର ଶେଷ ସମୟରେ ବି ଛିଡ଼ା ହୋଇନଥିଲା ବିଜେଡି। ଅସୁସ୍ଥ ସମୟରେ କେହି ବି ତାଙ୍କ କଥା ବୁଝିନଥିଲେ। ଏହି କଥା ମାନସିକ ଭାବେ ରାଜେନ୍ଦ୍ର ଢୋଲକିଆଙ୍କୁ ବହୁତ ଆଘାତ ଦେଇଥିଲା। ମୋ ସ୍ୱାମୀଙ୍କୁ ବିଜେଡି ମାରିଛି। ନୂଆପଡ଼ା ଉପନିର୍ବାଚନ ଆଉ ଦିନ କେଇଟା ବାକି ଥିଲାବେଳେ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ କଳ୍ପନା ଢୋଲକିଆ ଏମିତି କିଛି ବୟାନ ରଖିଛନ୍ତି। ମୃତ୍ୟୁ ପରେ ବି ତାଙ୍କ ପରିବାରକୁ ଯେଉଁଭଳି ଭାବେ ଅସମ୍ମାନ କରାଯାଇଛି ତାହା ଗ୍ରହଣୀୟ ବୋଲି କହିଛନ୍ତି କଳ୍ପନା ଢୋଲକିଆ। ପୂର୍ବରୁ ଜୟ ଢୋଲକିଆ ଏବଂ ଜୟଙ୍କ ପରେ ପରେ ଏବେ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ କଳ୍ପନା ଢୋଲକିଆ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି। ନମ୍ବର 5, ନବୀନଙ୍କୁ ପ୍ରଭାତୀ ପରିଡ଼ାଙ୍କ ସମାଲୋଚନା। ନବୀନଙ୍କ ପ୍ରାର୍ଥୀ ଚୋରି ଅଭିଯୋଗର ଜବାବ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ବିଶ୍ୱାସଘାତର ଜବାବ ଦେବା ପାଇଁ ନୂଆପଡ଼ାବାସୀ ପ୍ରସ୍ତୁତ ହେଉଛନ୍ତି ବୋଲି ପ୍ରଭାତୀ କହିଛନ୍ତି। ପ୍ରଭାତୀ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ନବୀନଙ୍କୁ ଟାର୍ଗେଟ କରିଛନ୍ତି। ସେ ଲେଖିଛନ୍ତି, ବିଶ୍ୱାସଘାତକତା କ'ଣ ଏବେ ବୋଧେ ଛାମୁକୁ ଲାଗିଲା। ନୂଆପଡ଼ାବାସୀ ନବୀନ ପଟ୍ଟନାୟକଙ୍କ 24 ବର୍ଷର ବିଶ୍ୱାସଘାତକତାର ଜବାବ ଦେବା ପାଇଁ ହିଁ ପ୍ରସ୍ତୁତ ହେଉଛନ୍ତି। ଯିଏ ମିଶନ ଶକ୍ତିର ମହିଳାମାନଙ୍କ ସହିତ ପ୍ରତି କଥାରେ ବିଶ୍ୱାସଘାତକ କରିଛି, ତାର ଜବାବ ନିର୍ବାଚନରେ ସୁଭଦ୍ରା ଭଉଣୀମାନେ ନିଶ୍ଚୟ ଦେବେ। ସେହିପରି ମିଛ ପ୍ରତିଶ୍ରୁତି ନେଇ 500 ଦିନର ସରକାର ଉପରେ ଭରସା ଓ ବିଶ୍ୱାସର ଭୋଟ ଦେବେ ନୂଆପଡ଼ାବାସୀ। ଡବଲ ଇଞ୍ଜିନ୍ କ୍ୟାପ୍ଟେନ୍ ଫିଟ୍ ବିଜେପିକୁ ହିଁ ବାଛିବେ। ପଦ୍ମଫୁଲରେ ଭୋଟ ଦେବେ। ଗତକାଲି ନବୀନ ନୂଆପଡ଼ା ଗସ୍ତ କରି ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିଥିଲେ। ଏହି ସମୟରେ ସେ ବିଜେପି ଉପରେ ପ୍ରାର୍ଥୀ ଚୋରିର ଅଭିଯୋଗ ଆଣିଥିଲେ। ଆପଣଙ୍କ ସହ ଓ ବିଜେଡି ସହିତ ବେଇମାନି ହୋଇଛି। ଆପଣଙ୍କ କ୍ଷୋଭ ପାଇଁ ନଭେମ୍ବର 11ରେ ଆମେ ବଦଳା ନେବା। ଏ ସରକାରକୁ 17 ମାସ ବିତି ସାରିଛି। 17 ମାସର ବିଜେପି ସରକାରରେ କାମ ଜିରୋ ଏବଂ ବିକାଶ ପୁରା ଠପ୍ ହୋଇଯାଇଛି ଭଳି ଅନେକ ଅଭିଯୋଗ ଆଣିଥିଲେ ନବୀନ। ନମ୍ବର 6, ନଭେମ୍ବର 5ରେ ବନ୍ଦ ରହିବ ବ୍ୟାଙ୍କ। ଯଦି ଆପଣ ନଭେମ୍ବର 5 ତାରିଖ ବ୍ୟାଙ୍କ ଯିବାକୁ ଯୋଜନା କରୁଛନ୍ତି ତେବେ ଏହି ଖବର ଆପଣ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ତେବେ କହିବାକୁ ଗଲେ ନଭେମ୍ବର 5 ତାରିଖରେ ସାରା ଦେଶରେ ଗୁରୁ ନାନକ ଜୟନ୍ତୀ ଏବଂ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରାଯିବ। ଏହି କାରଣରୁ ଅନେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ। ଯଦି ଆପଣ ବୁଧବାର ଦିନ କୌଣସି କାମ ପାଇଁ ବ୍ୟାଙ୍କକୁ ଯିବାକୁ ଯୋଜନା କରୁଛନ୍ତି ତେବେ ପ୍ରଥମେ ଯାଞ୍ଚ କରନ୍ତୁ ଯେ ଆପଣଙ୍କ ସହରରେ ବ୍ୟାଙ୍କଗୁଡ଼ିକ ବନ୍ଦ ଅଛି କି ନାହିଁ। ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରତି ମାସରେ ଏକ ଛୁଟି ତାଲିକା ପ୍ରକାଶ କରେ। ଏହି ମାସର ଛୁଟି ଦିନଗୁଡ଼ିକରେ ଆସନ୍ତାକାଲିର ଗୁରୁ ନାନକ ଜୟନ୍ତୀ ଛୁଟି ମଧ୍ୟ ଅନ୍ତର୍ଭୁକ୍ତ। ଏହି ଛୁଟି ଦିନଗୁଡ଼ିକ ବ୍ୟତୀତ ପ୍ରତି ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ମଧ୍ୟ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ଅନୁଯାୟୀ ଆସନ୍ତାକାଲି ନଭେମ୍ବର 5 ତାରିଖରେ ମିଜୋରାମ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଓଡ଼ିଶା, ଚଣ୍ଡିଗଡ଼, ଉତ୍ତରାଖଣ୍ଡ, ତେଲେଙ୍ଗାନା, ଅରୁଣାଚଳ ପ୍ରଦେଶ, ରାଜସ୍ଥାନ, ଜାମ୍ମୁ କାଶ୍ମୀର, ଉତ୍ତରପ୍ରଦେଶ, ନାଗାଲ୍ୟାଣ୍ଡ, ପଶ୍ଚିମବଙ୍ଗ, ଦିଲ୍ଲୀ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ହିମାଚଳ ପ୍ରଦେଶ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ନମ୍ବର 7, ବଢ଼ିବ ଭୁବନେଶ୍ୱର ମହାନଗର ନିଗମର ପରିସର। ଭୁବନେଶ୍ୱର ସହ ସଂଲଗ୍ନ ପଞ୍ଚାୟତର କିଛି କିଛି ଗାଁ ମିଶିବେ। ବଢ଼ିବ ଭୁବନେଶ୍ୱର ମହାନଗର ନିଗମ ପରିସର। ଏ ନେଇ ରାଜ୍ୟ ସରକାରଙ୍କ
ପକ୍ଷରୁ ଚିଠି ଆସିଥିଲା। ବିଡିଓଙ୍କ ଜରିଆରେ ଜିଲ୍ଲାପାଳଙ୍କ ପକ୍ଷରୁ ପ୍ରସ୍ତାବ ଆସିଛି ବୋଲି କହିଛନ୍ତି ବିଏମ୍ସି କମିଶନର ଚଞ୍ଚଳ ରାଣା। ଭୁବନେଶ୍ୱର ସହ ସଂଲଗ୍ନ ପଞ୍ଚାୟତର କିଛି କିଛି ଗାଁ ବିଏମ୍ସିରେ ସାମିଲ ହୋଇପାରନ୍ତି। ଏ ନେଇ ବିଚାର ବିମର୍ଶ ଚାଲିଛି। ଏଥିପାଇଁ ଅନେକ ଗାଁ ନିଜ ନିଜର ସମସ୍ତ ତଥ୍ୟ ଭୁବନେଶ୍ୱର ମହାନଗର ନିଗମକୁ ପ୍ରଦାନ କରିଛନ୍ତି। ଏହାକୁ ନେଇ ଏବେ ବି ବିଏମ୍ସି ସ୍ତରରେ ବିଚାର ବିମର୍ଶ କରାଯାଇଛି। କେତେ ଏରିଆ ଯୋଡ଼ି ହେବ, ମେଣ୍ଟେନାନ୍ସ ଓ ସର୍ଭିସ୍ ପାଇଁ କେତେ ଖର୍ଚ୍ଚ ହେବ ତାକୁ ନେଇ ବୈଠକ ହେବ। ଏହି ଏକ୍ସଟେନ୍ସନ୍ ଯୋଗୁଁ ବାର୍ଷିକ କେତେ ଅଧିକ ଖର୍ଚ୍ଚ ହେବ ତାକୁ ନେଇ ଆଲୋଚନା ହେବ। ତାହାପରେ ବିଏମ୍ସି ପକ୍ଷରୁ ସବୁ ତଥ୍ୟ ସରକାରକୁ ଦିଆଯିବ ବୋଲି ସୂଚନା ଦିଆଯାଇଛି। ସେହିଭଳି ଭୁବନେଶ୍ୱରରେ ବଢ଼ୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି 3 ୱାର୍ଡକୁ ବ୍ୟାପକ କରାଯିବ। ଆଗକୁ ଆହୁରି ନୂଆ 3 ୱାର୍ଡକୁ ପ୍ରସ୍ତୁତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଗତ 2022 3 ଜୁନ୍କୁ 6 ଜୋନ୍ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା ବିଏମ୍ସି। ଏହାକୁ ଅନୁମୋଦନ ମଧ୍ୟ ମିଳିଛି। ସମୟସୀମା ମଧ୍ୟରେ ଏଥିପାଇଁ ମାନବ ସମ୍ବଳ ବଢ଼ାଇବା ଲାଗି ବ୍ୟବସ୍ଥା କରାଯାଇଛି। ସରକାରଙ୍କୁ ଏନେଇ ଅବଗତ କରାଯାଇଛି। ଖୁବ୍ ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ବୋଲି ବିଏମ୍ସି କମିଶନର କହିଛନ୍ତି। ନମ୍ବର 8 ଭୟଙ୍କର ଟ୍ରେନ୍ ଦୁର୍ଘଟଣା, 6 ଜଣ ମୃତ୍ୟୁ। ଛତିଶଗଡ଼ ବିଳାସପୁରରେ ବଡ଼ ଟ୍ରେନ୍ ଦୁର୍ଘଟଣା। ହାଓଡ଼ା ରୁଟ୍ରେ ପ୍ୟାସେଞ୍ଜର ଟ୍ରେନ୍ ଏବଂ ମାଲବାହୀ ଟ୍ରେନ୍ ପରସ୍ପର ମଧ୍ୟରେ ଧକ୍କା ହୋଇଛି। ଅନେକ ବଗି ଲାଇନ୍ଚ୍ୟୁତ ହୋଇଛି। ଟ୍ରେନ୍ ଦୁର୍ଘଟଣାରେ 6 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଗକୁ ଏହି ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ରେଲୱେ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳକୁ ଯାଇଛି। ଦୁର୍ଘଟଣା ପରେ ରୁଟ୍ରେ ସମସ୍ତ ଟ୍ରେନ୍ ଚଳାଚଳ ଠପ୍ ହୋଇଛି। ଖବର ମୁତାବକ ଟ୍ରେନ୍ ନମ୍ବର 68733 କୋରବା ପ୍ୟାସେଞ୍ଜର ଟ୍ରେନ୍ ମାଲଗାଡ଼ି ସହିତ ବିଳାସପୁର ଷ୍ଟେସନରେ ଧକ୍କା ହୋଇଛି। ଦୁର୍ଘଟଣା ପରେ ଅନେକ ବଗି ଲାଇନ୍ଚ୍ୟୁତ ହୋଇଛି। ଟ୍ରେନ୍ ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଗକୁ ଏହି ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଇଛି। ଅନେକ ଯାତ୍ରୀ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ରେଲୱେ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ଯାଇଛି। ନମ୍ବର 9 ନବୀନଙ୍କୁ ନେଇ ଏମିତି କଥା କହିଲେ ଅନିଲ, ରାଜନୀତିରେ ହଲଚଲ। ସୋସିଆଲ ମିଡିଆରେ ନବୀନ ପଟ୍ଟନାୟକ କାଉଣ୍ଟର କଲେ ଭାଜପା ମୁଖପାତ୍ର ଅନିଲ ବିଶ୍ୱାଳ। ସେ ଫେସବୁକ୍ ପୋଷ୍ଟରେ ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କରିଛନ୍ତି। ସେ କହିଛନ୍ତି, ଆପଣଙ୍କୁ ଲୋକେ 24 ବର୍ଷ ନିରଙ୍କୁଶ କ୍ଷମତା ପ୍ରଦାନ କରିଛନ୍ତି। ଏହାର ପ୍ରତିବଦଳରେ ଲୋକେ ପାଇଲେ କ'ଣ? ଗୋଟିଏ ଶୀତଳ ଭଣ୍ଡାର ବି ମହାନଦୀରେ ଗୋଟିଏ ବନ୍ଧ କରିପାରିଲେ ନାହିଁ। ଆପଣଙ୍କୁ ଯେଉଁମାନେ ରାଜନୀତିକୁ ଆଣିଥିଲେ ଆପଣ କ'ଣ କଲେ? ଦିଲ୍ଲୀପ ରାୟ, ବୈଜୟନ୍ତ ପଣ୍ଡା, ବିଜୟ ମହାପାତ୍ରଙ୍କ ପ୍ରତି କ'ଣ କଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ଆପଣ ଯାହା କରିଥିଲେ ତାହାକୁ ବେଇମାନ କୁହାଯିବ ନା କୁହାଯିବ ନାହିଁ ବୋଲି ସେ କହିଛନ୍ତି। ନମ୍ବର 10 ପ୍ରଶାସନକୁ ଭର୍ତ୍ତୃହରିଙ୍କ ତେର୍ଛା ବାଣ। କଟକ ବାଲିଯାତ୍ରାକୁ ନେଇ ସାଂସଦ ଭର୍ତ୍ତୃହରିଙ୍କ ପ୍ରଶାସନକୁ ତେର୍ଛା ବାଣ ମାରିଛନ୍ତି। କହିଛନ୍ତି, ଉପର ପଡ଼ିଆରେ କାଦୁଅ ଅଛି କି ହେଲେ ତଳ ପଡ଼ିଆ ତ କାଦୁଅ। ଉପର ପଡ଼ିଆରେ ବାଲିଯାତ୍ରା ନ କରିବା ନିଷ୍ପତ୍ତିକୁ ମୁଁ ଭୁଲ କରିଥିଲି। ଗତ ବର୍ଷ ତତ୍କାଳୀନ ଡିସିପି କାହା ସହ ପରାମର୍ଶ ନ କରି ସତ୍ୟପାଠ ଦେଲେ। ଉପର ପଡ଼ିଆରେ ବାଲିଯାତ୍ରା ନ କରିବା ପାଇଁ ସତ୍ୟପାଠ ଦେବାରେ ବିବାଦ ହୋଇଥିଲା। ସବୁବେଳେ ବାଲିଯାତ୍ରାକୁ ନେଇ ନୂଆ ନୂଆ କଥା ହେଉଛି। ଏଥର କ'ଣ ହେଉଛି ଦେଖାଯାଉ। ସୂଚନା ଥାଉ କି ନଭେମ୍ବର 5ରୁ 12 ଯାଏଁ ଚାଲିବ ଐତିହାସିକ ବାଲିଯାତ୍ରା। ନମ୍ବର 11 ଶିକ୍ଷକ ସଂଘ ଦେଲା ଚେତାବନୀ। ମୁଖ୍ୟମନ୍ତ୍ରୀ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ଯୋଜନା ଭିତ୍ତିକ ପ୍ରଥାକୁ ଉଚ୍ଛେଦ କରି ସମସ୍ତ ଯୋଜନା ଭିତ୍ତିକ ମାନଙ୍କୁ ନିୟମିତ କରିବା ପାଇଁ ଘୋଷଣା କରିଥିଲେ। ଏହା ସହ 45,000 ଶିକ୍ଷକ ନିଯୁକ୍ତି କରିବାକୁ ଯାଉଛନ୍ତି ବୋଲି ଗଣମାଧ୍ୟମ ମାଧ୍ୟମରେ ଘୋଷଣା କରାଯାଇଥିଲା। ଏହି ଘୋଷଣା 2025 ଅଗଷ୍ଟ 22ରେ ହୋଇଥିଲେ ହେଁ ଇତିମଧ୍ୟରେ 2 ମାସରୁ ଅଧିକ ସମୟ ହୋଇଯାଇଥିଲେ ମଧ୍ୟ ତାହାକୁ ସରକାରୀ ନିର୍ଦ୍ଦେଶନାମାରେ ଏ ପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ, ଯାହାକି ପ୍ରଶାସନିକ ଉଦାସୀନତାକୁ ସୂଚାଉଛି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ସରକାରୀ ନିର୍ଦ୍ଦେଶ ନ ଆସିବା ବାସ୍ତବିକ ଦୁର୍ଭାଗ୍ୟଜନକ ବୋଲି ଓଡ଼ିଆ କନିଷ୍ଠ ଶିକ୍ଷକ ସଂଘ ଅଭିଯୋଗ କରିଛନ୍ତି। କେଉଁ ବିଭାଗ ଓ କିଏ ଏହାକୁ ବିଳମ୍ବ କରୁଛି ତାକୁ ନେଇ ପ୍ରଶ୍ନ ଉଠିଛି। କିଛି ଜିଲ୍ଲାରେ ପୁଣି ଥରେ ଚୁକ୍ତି କରାଯାଇଛି। ଏହାର କାରଣ ଖୋଜିବାକୁ ଦାବି ହୋଇଛି। କନିଷ୍ଠ ଶିକ୍ଷକମାନଙ୍କୁ ଅବିଳମ୍ବେ ନିୟମିତ ସରକାରୀ ନିର୍ଦ୍ଦେଶନାମା ଦେବା ସହ ପ୍ରସ୍ତାବିତ ନୂତନ ଶିକ୍ଷକ ନିଯୁକ୍ତିର ବିଜ୍ଞାପନ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ଦାବି କରାଯାଇଛି। ଆସନ୍ତା 15 ଦିନ ଭିତରେ ଯଦି ସରକାରୀ ନିର୍ଦ୍ଦେଶନାମା ନ ହେବ ତେବେ ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି। ନମ୍ବର 12 ଏସ୍ଏସ୍ ସ୍କାମ୍ 5 ଦିନିଆ ରିମାଣ୍ଡରେ ଶଙ୍କର ପୃଷ୍ଟି ଓ ଅରବିନ୍ଦ ଦାସ। ଏସ୍ଏସ୍ ସ୍କାମ୍ ଘଟଣାରେ 5 ଦିନିଆ ରିମାଣ୍ଡରେ ଶଙ୍କର ପୃଷ୍ଟି ଓ ଅରବିନ୍ଦ ଦାସ। ରିମାଣ୍ଡ ଅନୁମତି ଦେଲେ ବ୍ରହ୍ମପୁର ଜେଏମ୍ଏଫ୍ସି ରୁରାଲ କୋର୍ଟ। 7 ଦିନିଆ ରିମାଣ୍ଡରେ ନେବାକୁ ପିଟିସନ କରିଥିଲା କ୍ରାଇମବ୍ରାଞ୍ଚ। ଗତକାଲି କୋର୍ଟରେ ହାଜର କରାଯିବା ପରେ ଜେଲ୍ ପଠା ଦିଆଯାଇଛି। ପୂର୍ବରୁ ଜାମିନ ପାଇଁ ଆବେଦନ କରିଥିଲେ ଶଙ୍କର, କିନ୍ତୁ କୋର୍ଟ ଆବେଦନକୁ ଖାରଜ କରିଦେଇଥିଲେ। ଶନିବାର ଦିନ ଶଙ୍କର ପୃଷ୍ଟିକୁ ଉତ୍ତରାଖଣ୍ଡ ନେପାଳ ସୀମାରେ ଗିରଫ କରାଯାଇଥିଲା। ଏହାପରେ ଓଡ଼ିଶାକୁ ଅଣାଯାଇଥିଲା। କ୍ରାଇମବ୍ରାଞ୍ଚ ତାଙ୍କୁ ପଚରାଉଚରା ପାଇଁ 7 ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲେ। କୋର୍ଟ ଆଜି ଏହି ଆବେଦନକୁ ଶୁଣାଣି କରି 5 ଦିନିଆ ରିମାଣ୍ଡର ଅନୁମତି ଦେଇଛନ୍ତି। ଏସ୍ଆଇ କେଲେଙ୍କାରୀ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶଙ୍କର ଓ ତାର ସହଯୋଗୀ ମୁନ୍ନାଙ୍କୁ 5 ଦିନିଆ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ। ଶଙ୍କର ପୃଷ୍ଟି ଏବଂ ସହଯୋଗୀ ମୁନ୍ନାଙ୍କୁ ମୁହାଁମୁହିଁ ଜେରା କରିଛି। ଶଙ୍କର ପୃଷ୍ଟିଠାରୁ ଗୋଟିଏ ଫର୍ଚ୍ୟୁନର ଓ 2ଟି ଆଇଫୋନ୍ ଏବଂ ପାସପୋର୍ଟ ଜବତ କରାଯାଇଛି। ଗଞ୍ଜାମର ମୂଳ ବାସିନ୍ଦା ଶଙ୍କର ପଞ୍ଚସଫ୍ଟ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ୍ ନାଁରେ କମ୍ପାନୀ ଖୋଲି ତାର ମ୍ୟାନେଜିଂ ଡାଇରେକ୍ଟର ଭାବେ କାର୍ଯ୍ୟ କରିଆସୁଥିଲେ। ଭୁବନେଶ୍ୱରର ପଟିଆରେ ଏକ ଅଫିସ ଖୋଲି ନେଟୱାର୍କ ଚଳାଉଥିଲେ। ଶଙ୍କରର ସହଯୋଗୀ ଥିଲା ମୁନା ମହାନ୍ତି, ଶ୍ରୀକାନ୍ତ ମହାରଣା ଓ ଅରବିନ୍ଦ ଦାସ। ସେମାନଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଜେରା କରିଛି। ଶଙ୍କର ଗିରଫ ହେବା ପରେ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି। ଅନ୍ୟପଟେ ପୂର୍ବ ସରକାର ସମୟରେ ଶଙ୍କର ତାଙ୍କର କମ୍ପାନୀ ଖୋଲିଥିଲା ବୋଲି ବିଜେପି କହିଛି। ନମ୍ବର 13 ପ୍ରସିଦ୍ଧ ଶିଳ୍ପପତି ଗୋପୀଚନ୍ଦ ହିନ୍ଦୁଜାଙ୍କ ପରଲୋକ। ବିଶ୍ୱର ଏକ ଜଣାଶୁଣା ବ୍ୟବସାୟୀ ସଂସ୍ଥା ମଧ୍ୟରୁ ଗୋଟିଏ ହିନ୍ଦୁଜା ଗ୍ରୁପର ଅଧ୍ୟକ୍ଷ ଏବଂ ପ୍ରସିଦ୍ଧ ଶିଳ୍ପପତି ଗୋପୀଚନ୍ଦ ପି ହିନ୍ଦୁଜାଙ୍କର ଲଣ୍ଡନରେ ପରଲୋକ ହୋଇଛି। ପରିବାରର ନିକଟତମ ସୂତ୍ର ଅନୁସାରେ
85 ବର୍ଷୀୟ ଗୋପୀଚାନ୍ଦ ହିନ୍ଦୁଜା ଗତ କିଛି ସପ୍ତାହ ଧରି ଅସୁସ୍ଥ ଥିଲେ ଏବଂ ଚିକିତ୍ସା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ବ୍ୟବସାୟିକ ସମ୍ପ୍ରଦାୟରେ ଜିପି ହିନ୍ଦୁଜା ଭାବରେ ଜଣାଶୁଣା ଗୋପୀଚାନ୍ଦ ହିନ୍ଦୁଜା ଗ୍ରୁପକୁ ଏକ ବିଶ୍ୱ ସାମାଜିକ ପରିଗଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ବଡ଼ ଭାଇ ଶ୍ରୀ ଚନ୍ଦନ ହିନ୍ଦୁଜାଙ୍କ ସହିତ ମିଶି ସେ ଗ୍ରୁପର ବ୍ୟବସାୟକୁ ଅଟୋମୋବାଇଲ, ବ୍ୟାଙ୍କିଂ, ଶକ୍ତି, ଆଇଟି, ଭିତ୍ତିଭୂମି ଏବଂ ସ୍ୱାସ୍ଥ୍ୟ ସେବା ସମେତ ବିଭିନ୍ନ କ୍ଷେତ୍ରରେ ବିସ୍ତାର କରିଥିଲେ। ନମ୍ବର 14 ଭାରତୀୟଙ୍କ ବିଦେଶ ଯିବା ସ୍ୱପ୍ନ ଭାଙ୍ଗିଗଲା। 74% ଭାରତୀୟ ଛାତ୍ରଙ୍କ ଭିସା ଆବେଦନ ପ୍ରତ୍ୟାଖ୍ୟାନ କରିଛି କାନାଡା। ପ୍ରବାସ ନୀତି ପରିବର୍ତ୍ତନରେ କାନାଡା 74 ଭାରତୀୟ ଛାତ୍ରଙ୍କ ଭିସା ଆବେଦନକୁ ପ୍ରତ୍ୟାଖ୍ୟାନ କରିଛି। ସେହିପରି ଅନ୍ୟ ଦେଶରୁ ଆବେଦନ କରିଥିବା ଛାତ୍ରଙ୍କ ମଧ୍ୟରୁ 40% ଛାତ୍ରଙ୍କ ଭିସା ଆବେଦନ ପ୍ରତ୍ୟାଖ୍ୟାନ କରିଛି କାନାଡା। କିନ୍ତୁ ଚୀନ ଛାତ୍ରଙ୍କର ମାତ୍ର 24% ପ୍ରତ୍ୟାଖ୍ୟାନ କରିଛି, ଯାହା ଭାରତୀୟ ଛାତ୍ରଙ୍କ ପ୍ରତି କାନାଡାର କଠୋରତାକୁ ସ୍ପଷ୍ଟ କରିଛି। 2025 ଅଗଷ୍ଟରେ 4515 ଭାରତୀୟ ଛାତ୍ର ଭିସା ପାଇଁ ଆବେଦନ କରିଥିଲେ। ସେଥିମଧ୍ୟରୁ କେବଳ 1196 ଆବେଦନକୁ ମଞ୍ଜୁର କରିଥିଲା କାନାଡା। 2023 ଅଗଷ୍ଟରେ ଅନ୍ୟ ଦେଶ ତୁଳନାରେ ଏହା 1/4 ଅଧିକ ଭାରତୀୟ ଛାତ୍ରମାନେ ଭିସା ପାଇଁ ଆବେଦନ କରିଥିଲେ। ଅଗଷ୍ଟ 2023ରେ 20,900 ଭାରତୀୟ ଛାତ୍ର କାନାଡା ଭିସା ପାଇଁ ଆବେଦନ କରିଥିଲେ, ଯାହା ଅଗଷ୍ଟ 25ରେ ଦାଖଲ ହୋଇଥିବା ତୁଳନାରେ ଏକ ବିରାଟ ପାର୍ଥକ୍ୟ ଅଟେ। ଭାରତୀୟ ଛାତ୍ରମାନେ ସମସ୍ତ ଆନ୍ତର୍ଜାତିକ ଆବେଦନକାରୀଙ୍କ ମଧ୍ୟରେ 1/4 ଅଧିକ ଥିଲେ। ନମ୍ବର 15 ବଢ଼ିଲା ଯୁକ୍ତ 2 ନାମଲେଖା ସମୟ ଅବଧି। ସମୟ ବଢ଼ିବା ନେଇ ସୂଚନା ଦେଲେ CHSE। ବଢ଼ିଲା ଯୁକ୍ତ 2 ନାମଲେଖା ସମୟ ଅବଧି। ନାମଲେଖା ସମୟ ବଢ଼ିବା ନେଇ ସୂଚନା ଦେଲେ CHSE। ବିନା ଜରିମାନାରେ ଫର୍ମ ପୂରଣ ତାରିଖ ଆସନ୍ତା 11 ତାରିଖ ଯାଏଁ ବୃଦ୍ଧି କରାଯାଇଛି। ସେହିପରି 200 ଟଙ୍କା ଜରିମାନାରେ ଫର୍ମ ପୂରଣ ତାରିଖ 13ରୁ 18 ତାରିଖ ବୃଦ୍ଧି କରାଯାଇଛି। 600 ଟଙ୍କା ଜରିମାନାରେ ଫର୍ମ ପୂରଣ ତାରିଖ 19ରୁ 21 ତାରିଖକୁ ବୃଦ୍ଧି କରାଯାଇଥିବା ନେଇ CHSE ପ୍ରକାଶ କରିଛି। ନମ୍ବର 16 ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଦର୍ଶକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟକୁ ପତ୍ର ଲେଖିଲେ ରାଜ୍ୟ ସରକାର। ରାଜ୍ୟ ସରକାର ଆଜି ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ପ୍ରାଣବନ୍ଦୀ ଥିବା ଜଗତସିଂହପୁର ଜିଲ୍ଲାର ଓଡ଼ିଆ ଯୁବକ ଆଦର୍ଶ କୁମାର ବେହେରାଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଅନୁରୋଧ କରିଛି। ଆଦର୍ଶଙ୍କ ସମ୍ପର୍କରେ ଗଣମାଧ୍ୟମକୁ ଜାଣିବା ପରେ ମୁଖ୍ୟମନ୍ତ୍ରୀ ସଙ୍ଗେ ସଙ୍ଗେ ଏ ସମ୍ପର୍କରେ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଗୁଇନ୍ଦା ବିଭାଗ ମହାନିର୍ଦ୍ଦେଶକ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ପତ୍ର ଲେଖି ଆଦର୍ଶକୁ ଫେରାଇ ଆଣିବା ପାଇଁ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି। ଏଥିସହିତ ନୂଆଦିଲ୍ଲୀରେ ଅବସ୍ଥାପିତ ଆବାସିକ କମିଶନର ମଧ୍ୟ ବୈଦେଶିକ ମନ୍ତ୍ରାଳୟକୁ ପତ୍ର ଲେଖି ସୁଦାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ କାର୍ଯ୍ୟାଳୟ ସହିତ ଯୋଗାଯୋଗରେ ରହି ଆଦର୍ଶଙ୍କ ଖୋଜ ଖବର ନେବା ପାଇଁ ଏବଂ ତାଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ ଯେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା କୋଟକଣା ଗ୍ରାମର ଆଦର୍ଶ କୁମାର ବେହେରା 2022 ମସିହାରେ ସୁଦାନରେ କାମ କରୁଥାନ୍ତି। ନିକଟରେ ତାଙ୍କ ପରିବାରବର୍ଗ ପାଖକୁ ଖବର ଆସିଥିଲା ଯେ ଆଦର୍ଶ ବର୍ତ୍ତମାନ ନିଖୋଜ ଅଛନ୍ତି ଏବଂ ତାଙ୍କର କୌଣସି ଖୋଜ ଖବର ମିଳୁନାହିଁ। ମୁଖ୍ୟମନ୍ତ୍ରୀ ଆଦର୍ଶଙ୍କ ପରିବାର ବର୍ଗକୁ ଧୈର୍ଯ୍ୟର ସହ ଏହି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଆଶ୍ୱାସନା ଦେଇଛନ୍ତି। ନମ୍ବର 17 ଚୀନର ମର୍ଫିକ୍ ହାଇପରସୋନିକ୍ କ୍ଷେପଣାସ୍ତ୍ର ପରୀକ୍ଷା ସଫଳ। ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଚୀନ ବିଶ୍ୱର ସବୁଠାରୁ ଉନ୍ନତ ଦେଶମାନଙ୍କ ମଧ୍ୟରେ ଅନ୍ୟତମ। ଯେତେବେଳେ ଅସ୍ତ୍ରଶସ୍ତ୍ର କଥା ଆସେ, ଚୀନ ଏହି କ୍ଷେତ୍ରରେ ମଧ୍ୟ ନିଜକୁ ପ୍ରମାଣିତ କରିଛି। ଚୀନ ଏବେ କିଛି ଆଶ୍ଚର୍ଯ୍ୟଜନକ ସଫଳତା ହାସଲ କରିଛି। ଚୀନ ଏକ ଉନ୍ନତ ସାମରିକ ପ୍ରଯୁକ୍ତିବିଦ୍ୟା ପ୍ରୋଟୋଟାଇପ୍ ହାଇପରସୋନିକ୍ କ୍ଷେପଣାସ୍ତ୍ରର ସଫଳତାର ସହ ପରୀକ୍ଷଣ କରିଛି। ଏହି ପ୍ରୋଟୋଟାଇପ୍ ମର୍ଫିକ୍ ହାଇପରସୋନିକ୍ ଯାନ ପରୀକ୍ଷଣର ଅନନ୍ୟ ବୈଶିଷ୍ଟ୍ୟ ହେଉଛି ଏହା ଉଡ଼ାଣ ସମୟରେ ଏହାର ଆକୃତି ପରିବର୍ତ୍ତନ କରିପାରିବ। ଏହି ଚୀନ ହାଇପରସୋନିକ୍ କ୍ଷେପଣାସ୍ତ୍ର ଶବ୍ଦର 5 ଗୁଣ ବେଗରେ ମାକ୍ 5ରେ ଉଡ଼ିବା ସମୟରେ ଆକାର ପରିବର୍ତ୍ତନ କରିପାରିବ। ନମ୍ବର 18 ଅଣ୍ଡର-19 ଦଳରେ ଦ୍ରାବିଡଙ୍କ ପୁଅ ଅନଭ୍ୟ। କିମ୍ବଦନ୍ତୀ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡ ଟିମ୍ ଇଣ୍ଡିଆର ସବୁଠାରୁ ସଫଳ ଖେଳାଳି ମଧ୍ୟରୁ ଜଣେ। ସେ ପ୍ରଶିକ୍ଷଣ ଭାବରେ ମଧ୍ୟ ଭାରତକୁ ICC ଟ୍ରଫି ବିଜୟ କରାଇଛନ୍ତି। ତାଙ୍କର ଦୁଇ ପୁଅ ମଧ୍ୟ କ୍ରିକେଟ ଖେଳନ୍ତି। ଦ୍ରାବିଡଙ୍କ ସାନ ପୁଅ ଅନଭ୍ୟ ଦ୍ରାବିଡ କିଛି ସମୟ ଧରି ଖବରରେ ଅଛନ୍ତି। ତାଙ୍କୁ ନିକଟରେ କର୍ଣ୍ଣାଟକ ରାଜ୍ୟ କ୍ରିକେଟ ସଂଘର ବାର୍ଷିକ ପୁରସ୍କାର ଉତ୍ସବରେ ସମ୍ମାନିତ କରାଯାଇଥିଲା। ଗତ ମାସରେ ସେ ଭିନ୍ନୁ ମଙ୍କଡ ଟ୍ରଫିରେ କର୍ଣ୍ଣାଟକର ଅଧିନାୟକତ୍ୱ କରିଥିଲେ। ଏବେ ତାଙ୍କୁ ଏକ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳରେ ସାମିଲ କରାଯାଉଛି। ରାହୁଲ ଦ୍ରାବିଡଙ୍କ ପୁଅ ଅନଭ୍ୟ ଦ୍ରାବିଡଙ୍କୁ ବୁଧବାର ଦିନ ହାଇଦ୍ରାବାଦରେ ଆରମ୍ଭ ହେବାକୁ ଥିବା ପୁରୁଷ 19 ବୟସରୁ କମ୍ ଦିନିକିଆ ଚ୍ୟାଲେଞ୍ଜ ଟ୍ରଫି ପାଇଁ ମନୋନୀତ କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ପ୍ରତିବର୍ଷ ଅନୁଷ୍ଠିତ ହୁଏ ଏବଂ ଯୁବ ଖେଳାଳିମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପ୍ରଦାନ କରେ। ଅନଭ୍ୟଙ୍କୁ ଖେଳୁଥିବା 4ଟି ଦଳର ଟିମ୍ରେ ସାମିଲ କରାଯାଇଛି। ନମ୍ବର 19 ବିକାଶ କ୍ଷେତ୍ରରେ ପାଦେ ଆଗେଇଲା ଓଡ଼ିଶା। କଳିଙ୍ଗନଗର ଟାଟା ଷ୍ଟିଲର ଫେରୋକ୍ରୋମ ପ୍ଲାଣ୍ଟ କିଣିଲା ଇମ୍ଫା। 610 କୋଟିରେ କଲା ଚୁକ୍ତି। କଳିଙ୍ଗନଗରରେ ଟାଟା ଷ୍ଟିଲର ଫେରୋକ୍ରୋମ ପ୍ଲାଣ୍ଟ କିଣିଲା ଇମ୍ଫା। 610 କୋଟିରେ କିଣିଲା ନେଇ ଆସେଟ୍ ଟ୍ରାନ୍ସଫର ଏଗ୍ରିମେଣ୍ଟ ସ୍ୱାକ୍ଷର ହୋଇଛି। ଆମର ବିକାଶ ଅଭିଯାନରେ ପ୍ରମୁଖ ମାଇଲଷ୍ଟୋନ୍ ନେଇ ଏକ୍ସରେ ସୂଚନା ଦିଆଯାଇଛି। ଇମ୍ଫା ସୋମବାର ଏକ ବିବୃତ୍ତିରେ କହିଛି ଯେ ଏହି ଅଧିଗ୍ରହଣ ଏହାର ଫଣ୍ଡେସ୍ କ୍ଷମତାକୁ 99 MVA ବୃଦ୍ଧି କରିବ, ଯାହା ମଧ୍ୟରୁ 33 MVA କ୍ଷମତା ବର୍ତ୍ତମାନ ନିର୍ମାଣାଧୀନ ଅଛି। ଏହା ଆମର ବିସ୍ତାର ଯୋଜନାକୁ ଦ୍ରୁତଗତିରେ ଆଗେଇ ନେବ ବୋଲି କହିଛି ଇମ୍ଫା। ତେବେ ଆଭ୍ୟନ୍ତରୀଣ ଉପାର୍ଜନରୁ କ୍ରୟ କରାଯାଉଛି ଏବଂ 3 ମାସରେ ଏହି ପ୍ରକ୍ରିୟା ସରିବ ବୋଲି ଇମ୍ଫା କରିଛି। ନମ୍ବର 20 ବିଳାସପୁର ଟ୍ରେନ୍ ଦୁର୍ଘଟଣା ଦୁଃଖ ପ୍ରକାଶ କଲେ ମୋହନ ମାଝୀ।
ଛତିଶଗଡ଼ର ନ୍ୟାୟିକ ରାଜଧାନୀ ବିଳାସପୁର ନିକଟରେ ଆଜି ଅପରାହ୍ନ ପ୍ରାୟ 4:30ରେ ଏକ ଯାତ୍ରୀବାହୀ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରିଛନ୍ତି। ରେଳବାଇର ରିପୋର୍ଟ ଅନୁସାରେ ଏପର୍ଯ୍ୟନ୍ତ ଟ୍ରେନ୍ ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 15 ଜଣରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ବିଳାସପୁର ଜିଲ୍ଲାପାଳ ସଞ୍ଜୟ ଅଗ୍ରୱାଲ କହିଛନ୍ତି ମୃତକଙ୍କ ସଂଖ୍ୟା 12ରେ ପହଞ୍ଚିଛି। ସୋସିଆଲ ମିଡିଆ ପୋଷ୍ଟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ବିଳାସପୁର ନିକଟରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ଅନେକ ମୂଲ୍ୟବାନ ଜୀବନ ଯାଇଛି। ମୃତକଙ୍କ ପରିବାରଙ୍କ ପ୍ରତି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ନିଜର ଆତ୍ମୀୟଙ୍କୁ ହରାଇଥିବା ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଏହି ଦୁର୍ଘଟଣାରେ ଆହତ ଯାତ୍ରୀଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଏହି ଦୁର୍ଘଟଣାରେ ପ୍ରଭାବିତ ପରିବାରଙ୍କୁ ସାହସ ଯୋଗାଇବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଆଜି ପାଇଁ ଏତିକି। ଦେଖା ହେବ ପରବର୍ତ୍ତୀ ଭିଡ଼ିଓରେ। ଯଦି ଆପଣଙ୍କ ଭିଡ଼ିଓଟି ଭଲ ଲାଗିଥାଏ ତେବେ ଲାଇକ୍ କରିବେ। ଯଦି ପ୍ରଥମ ଥର ଆମ ଚ୍ୟାନେଲକୁ ଆସିଛନ୍ତି ସବସ୍କ୍ରାଇବ୍ କରିବା ଭୁଲିବେନି। ନମସ୍କାର। ଜୟ ଜଗନ୍ନାଥ। ଜୟ ମାତା ରାଣୀ।